ବର୍ଷାଙ୍କ ନୂଆ ଚଳଚ୍ଚିତ୍ର ଦେଖି କାନ୍ଦିଲେ ଅନୁପମ ମହାନ୍ତି। ହଁ ଦର୍ଶକ ବନ୍ଧୁ, ଏଇ ନିକଟରେ ଅଭିନେତ୍ରୀ ବର୍ଷାଙ୍କର ବକ୍ସ ଅଫିସରେ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ବସ୍ ମୁଭିର ରିଲିଜ୍ ହୋଇଛି, ଯାହାକୁ ଦେଖିବା ପାଇଁ ଅଭିନେତା ଅନୁପମ ମହାନ୍ତି ଯାଇଥିବା ସୂଚନା ଅଛି। ତେବେ ଏତେ ଦିନ ପରେ ସାମ୍ନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ୱାମୀ ଅନୁଭବଙ୍କୁ ଦେଖି କାନ୍ଦିଥିବାର ସୂଚନା ଅଛି। ଏପରି ସ୍ଥଳରେ ଅଭିନେତା ଅନୁପମ ମହାନ୍ତି ମଧ୍ୟ ତାଙ୍କ ସ୍ତ୍ରୀ ବର୍ଷାଙ୍କୁ ଦେଖି କାନ୍ଦିଥିବାର ସୂଚନା ଅଛି। ହଁ ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ କହି ରଖିବୁ କି ଅଭିନେତା ଅନୁପମ ମହାନ୍ତି ବର୍ଷାଙ୍କ ଫିଲ୍ମ ଦେଖିବା ପରେ ଘର କୋଣରେ କଇଁ କଇଁ କାନ୍ଦିବାର ସୂଚନା ଅଛି। ସେହି ପୁରୁଣା କଥାକୁ ମନେ ପକାଇ ପୁରୁଣା ସ୍ମୃତିକୁ ମନେ ପକାଇ କାନ୍ଦୁଥିବାର ସୂଚନା ଅଛି ଅଭିନେତା ଅନୁପମ ମହାନ୍ତି। ହଁ ଦର୍ଶକ ବନ୍ଧୁ, କହି ରଖିବୁ କି ଆପଣଙ୍କୁ ବର୍ଷାଙ୍କ ଫିଲ୍ମ ବସ୍ ରିଲିଜ୍ ହୋଇଛି, ଯାହାକି ତାଙ୍କ ପାରିବାରିକ ଘଟଣା ସହିତ ମ୍ୟାଚ୍ ହୋଇଛି, ଯାହାକୁ ଦେଖିବା ପରେ କାନ୍ଦିଲେ ଅଭିନେତା ଅନୁପମ ମହାନ୍ତି। ଆଉ ମନେ ପକାଇଛନ୍ତି ତାଙ୍କ ସ୍ତ୍ରୀ ବର୍ଷାଙ୍କ ସହିତ ଫେରିବା ପାଇଁ ଚାହୁଁଛନ୍ତି ଅଭିନେତା ଅନୁପମ। ସୂଚନା ଆଜି ପାଇଁ ଏତିକି। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥିବ ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ରହିଲି, ନମସ୍କାର।